ଜର କୃଷ୍ଣଚନ୍ଦ୍ର ନାୟକ ଚ୍ୟାନେଲ ତରଫରୁ ଦର୍ଶକ ବନ୍ଧୁମାନଙ୍କୁ ମୋର କୋଟି କୋଟି ପ୍ରଣାମ। ଆଜିର ଏକ ସୁନ୍ଦର ବିଷୟବସ୍ତୁ ହେଉଛି ହୋଲି ଉପରେ ଏକ ସୁନ୍ଦର ବିଷୟବସ୍ତୁ। ହୋଲି ଆପଣଙ୍କର ଏବେ ନିକଟରେ ପଡ଼ିବାକୁ ଯାଉଛି, ତେଣୁ ମନେ ରଖନ୍ତୁ ଆପଣଙ୍କର ଆଜିର ବିଷୟବସ୍ତୁଟି ହେଉଛି ବିଶେଷ କରିକିନି ଆପଣଙ୍କର ଧନ ବୃଦ୍ଧି ନିମନ୍ତେ ଏବଂ ଯଦି ଆପଣ ବ୍ୟବସାୟ କରୁଛନ୍ତି ବ୍ୟବସାୟର ବୃଦ୍ଧି ନିମନ୍ତେ ଏକ ବିଷୟବସ୍ତୁ। ଦୋଳ ପୂର୍ଣ୍ଣିମା ହେଉଛି ହୋଲିର ପୂର୍ବ ଦିନ। ଏହି ଦୋଳ ପୂର୍ଣ୍ଣିମା ଦିନ ଯେଉଁ ଗଛରେ ବାଦୁଡ଼ିମାନେ ରହୁଥିବେ ସେହି ଗଛଟିକୁ ଆଗରୁ ଆପଣ ସ୍ଥିର କରିକିନି ରଖନ୍ତୁ। ଯେଉଁ ଗଛରେ ବାଦୁଡ଼ିମାନେ ରହୁଥିବେ ସେହି ଗଛକୁ ସ୍ଥିର କରି ରଖନ୍ତୁ, ପ୍ରଥମ କଥା। ଦ୍ୱିତୀୟ ହେଉଛି ଯେଉଁଦିନ ଦୋଳ ପୂର୍ଣ୍ଣିମା ପଡ଼ିବ ସେଇଦିନ ଆପଣ ସେହି ଗଛ ନିକଟକୁ ନିମନ୍ତ୍ରଣ କରିବା ପାଇଁ ଯାଆନ୍ତୁ। ନିମନ୍ତ୍ରଣ କେମିତି କରାଯାଏ ନା ଆପଣ ଶୌଚ ସ୍ନାନାଦି କର୍ମ ସାରି ଧଳା ରଙ୍ଗର ଏକ ବସ୍ତ୍ର ପରିଧାନ କରି କାନ୍ଧରେ ଏକ ଧଳା ରଙ୍ଗର ବସ୍ତ୍ର ପକାଇ ସେ ଗଛ ନିକଟକୁ ଯିବେ ଏବଂ ସାଥିରେ କିଛି ଜଳ, କଞ୍ଚା କ୍ଷୀର, ଧୂପ ଏବଂ ଦୀପ ମଧ୍ୟ ସାଙ୍ଗରେ ନେଇଯିବେ। ଗଛ ନିକଟରେ ପହଞ୍ଚିବେ ଏବଂ ଗଛ ନିକଟରେ ପହଞ୍ଚି ହାତ ଯୋଡ଼ି ବିନମ୍ର ନିବେଦନ କରିବେ ଏବଂ ଗଛକୁ ପ୍ରାର୍ଥନା କରିବେ, ହେ ବୃକ୍ଷ, ମୁଁ ଆସନ୍ତା କାଲି ଆପଣଙ୍କ ପାଖରୁ 2 ଖଣ୍ଡି ଡାଳ ନେଇଯିବି, ମୋର ଏକ ବିଶେଷ କାର୍ଯ୍ୟରେ ଲୋଡ଼ା ହେବ। ଏ କଥା କହି ଗଛ ମୂଳରେ ଜଳ ଅର୍ପଣ କରିବେ, କ୍ଷୀର ଅର୍ପଣ କରିବେ, ଧୂପ ବୁଲେଇ ଦେବେ ଏବଂ ଦୀପ ମଧ୍ୟ ବୁଲେଇ ଦେବେ, ନମସ୍କାର କରିବେ। ପୁନରାୟ ମଧ୍ୟ ସେହି କଥା କହି ଏ କାର୍ଯ୍ୟଟି ଦୋଳ ପୂର୍ଣ୍ଣିମା ଦିନ କରିପାରିବେ। ତା ପରଦିନ ଆପଣଙ୍କର ଦୋଳ ପୂର୍ଣ୍ଣିମା ପରଦିନ ହେଉଛି ହୋଲି। ସେଦିନ ମଧ୍ୟ ଆପଣ ଶୌଚ ସ୍ନାନାଦି କର୍ମ ସାରି ଧଳା ବସ୍ତ୍ର ପରିଧାନ କରି କାନ୍ଧରେ ଧଳା ବସ୍ତ୍ର ପକାଇ ପୁନରାୟ ଧୂପ ଦୀପ ଜଳ ଏବଂ କଞ୍ଚା କ୍ଷୀର ନେଇ ସେହି ଗଛ ମୂଳକୁ ଯାଆନ୍ତୁ ଏବଂ ପୂର୍ବ ଦିନ ଭଳି ସେହିଭଳି ଭାବରେ ଗଛ ମୂଳରେ ସେଗୁଡ଼ିକୁ ଢାଳନ୍ତୁ, ଧୂପ ଦୀପ ବୁଲେଇ ଦିଅନ୍ତୁ ଏବଂ ନମସ୍କାର କରିକିନି 2 ଖଣ୍ଡି ଡାଳ ସେ ଗଛରୁ ଭାଙ୍ଗି ଆଣନ୍ତୁ। ଡାଳ ଭାଙ୍ଗିବା ପୂର୍ବରୁ ସେହି ସମୟରେ ଗଛକୁ କ୍ଷମା ମାଗି ଏବଂ ସେଠି ମଧ୍ୟ କହିବେ ଯେ ମୋର 2 ଗୋଟି ଡାଳ ନେଉଅଛି, ଏହା ମୋର ବିଶେଷ କାର୍ଯ୍ୟରେ ଲାଗିବ। ଏ କଥା କହି ବୃକ୍ଷରାଜକୁ ନମସ୍କାର କରି ସେହି ଡାଳ 2ଟି ଗଛରୁ ଭାଙ୍ଗି ଆଣନ୍ତୁ। ତାପରେ ଡାଳ 2ଟିକୁ ଆଣିଲା ପରେ ତାହାକୁ ଧୂପ ଦୀପ ଦେଖାଇ ସେହି ଡାଳ ମଧ୍ୟରୁ ଖଣ୍ଡିଏ ଡାଳକୁ ଆପଣଙ୍କର ଟ୍ରେଜେରୀ କିମ୍ବା ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ଏବଂ ଅନ୍ୟ ଡାଳ ଖଣ୍ଡିକୁ ଆପଣଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ରଖିଦେବେ ଏବଂ ଏଥିରେ ଲାଲ ରଙ୍ଗର ଏକ କପଡ଼ା ଗୁଡ଼ାଇ ଦେଇ ଆପଣଙ୍କର ବ୍ୟବସାୟ ପ୍ରତିଷ୍ଠାନର ଧନ ରଖୁଥିବା ବାକ୍ସ ମଧ୍ୟରେ ରଖିଦେବେ ଏବଂ ଦେଖିବେ ଆପଣଙ୍କର ଇଏ କାର୍ଯ୍ୟଟି ଅତି ସହଜରେ ହେବ ଏବଂ ବିଶେଷ କରିକିନି ଆପଣଙ୍କର ଧନର ଅଭାବ ରହିବ ନାହିଁ। ଯଦି ବ୍ୟବସାୟ ମଧ୍ୟ ମାନ୍ଦା ଚାଲୁଥିବ ବ୍ୟବସାୟ ମଧ୍ୟ ବହୁତ ଜୋରରେ ଚାଲିବ, ଯାହାଫଳରେ କି ଆପଣଙ୍କର ଧନ ଏବଂ ବ୍ୟବସାୟ ବୃଦ୍ଧି ଘଟିବ।